ଛଅଟି ବଲ୍ରେ 6ଟି ଛକା ମଇଦାନର ପ୍ଲେୟାରଙ୍କ ମହାତାଣ୍ଡବ। 6ଟି ବଲ୍ରେ 6ଟି ଛକା ମାରିଥିବା ଖେଳାଳି କିଏ ଜାଣିବାକୁ ଚାହୁଁଥିଲେ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। କ୍ରିକେଟରେ 6ଟି ବଲ୍ରେ 6ଟି ଛକା ମାରିବା ଏକ ଅସମ୍ଭବ କଥା। ଦିନିକିଆ କପ୍ 2026ରେ ଇଂଲଣ୍ଡ ବ୍ୟାଟର ଟୋବି ଆଲବର୍ଟ ତାଙ୍କ ବ୍ୟାଟିଂ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ସେ ହୋବ୍ରେ ସକ୍ସେସ୍ ବିପକ୍ଷରେ 86 ରନ୍ର ବିସ୍ଫୋରକ ଇନିଂସ ମଧ୍ୟ ଖେଳିଥିଲେ। ସେ ତାଙ୍କ ଇନିଂସ ପାଇଁ ନୁହେଁ ବରଂ 6ଟି ବଲ୍ରେ 6ଟି ଛକା ମାରିବାର କୀର୍ତ୍ତି କରି ଚର୍ଚ୍ଚାର ବିଷୟ ମଧ୍ୟ ପାଲଟିଛନ୍ତି। ହାମ୍ପଶାୟାର ବ୍ୟାଟର ବୋଲରମାନଙ୍କୁ ପ୍ରହାର କରିବାକୁ କୌଣସି ବ୍ୟାଟ୍ ମଧ୍ୟ ଛାଡ଼ିନଥିଲେ, ଯାହା ଫଳରେ 232 ଷ୍ଟ୍ରାଇକ୍ ରେଟ୍ରେ ରନ୍ କରିଥିଲେ ଏହି ଷ୍ଟାର ଖେଳାଳି। ଅଗଷ୍ଟ 9ରେ ରୟାଲ ଦିନିକିଆ କପ୍ରେ ହାମ୍ପଶାୟାର ଏବଂ ସକ୍ସେସ୍ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚରେ ହାମ୍ପଶାୟାର ଅଲିଓର ଓ ବେନ୍ ସ୍ମିଥ୍ ଦୁହେଁ ଶତକ ହାସଲ କରିଥିଲେ ଏବଂ ପ୍ରଥମ ୱିକେଟ ପାଇଁ 225 ରନ୍ର ଭାଗିଦାରୀ ମଧ୍ୟ ହୋଇଥିଲା। ଅଲିଙ୍କ ଆଉଟ୍ ହେବା ପରେ ଟୋବି ଆଲବର୍ଟ ବ୍ୟାଟିଂ କରିବାକୁ ଆସିଥିଲେ ଏବଂ ସେ ଦଳର ଗତି ମଧ୍ୟ ଜାରି ରଖିଥିଲେ। ଆଲବର୍ଟ 2ଟି ଅଲଗା ଓଭରରେ ଛକା ମାରିଥିଲେ। ସେ ନାଣ୍ଟେସ୍ ଓଷ୍ଟୁଇଜେନଙ୍କ ଓଭରର ଶେଷ 2ଟି ବଲ୍ରେ ଛକା ମାରିଥିଲେ। ଏହା ପରେ ପରବର୍ତ୍ତୀ ଓଭରରେ 2ଟି ବଲ୍ ପରେ ତାଙ୍କୁ ଷ୍ଟ୍ରାଇକ୍ ମିଳିଥିଲା ଏବଂ ସେ ଶେଷ 4ଟି ବଲ୍ରେ 4ଟି ଛକା ମାରି ବିଶ୍ୱ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି। ସେ ତାଙ୍କ ଦ୍ୱାରା ଖେଳାଯାଇଥିବା ଲଗାତାର 6ଟି ବଲ୍ରେ 6ଟା ଛକା ମଧ୍ୟ ମାରିଥିଲେ। IPLରେ ରିଆନ୍ ପରାଙ୍କ ଦ୍ୱାରା ମଧ୍ୟ ସମାନ ଏଇଭଳି କିଛି ହୋଇଥିଲା ଏବଂ ବର୍ତ୍ତମାନ ଟୋବି ଆଲବର୍ଟ ମଧ୍ୟ ଦିନିକିଆ କପ୍ରେ ଏହା କରି ଦେଖାଇଛନ୍ତି। ଟୋବି ଆଲବର୍ଟ ସର୍ବୋତ୍ତମ ସ୍ପର୍ଶରେ ଦେଖାଦେଇଥିଲେ ଏବଂ 6ଟି ବଲ୍ରେ 6ଟି ଛକା ମାରିବା ପରେ ମଧ୍ୟ ଝଡ଼ ତୋଫାନ ବ୍ୟାଟିଂ ଜାରି ରଖିଥିଲେ। ସେ 37ଟି ବଲ୍କୁ ସାମ୍ନା କରି 86 ରନ୍ର ବିସ୍ଫୋରକ ବ୍ୟାଟିଂ ମଧ୍ୟ କରିଥିଲେ। ତାଙ୍କର ଷ୍ଟ୍ରାଇକ୍ ରେଟ୍ 232.43 ଥିଲା ବେଳେ ସେ ତାଙ୍କର ଇନିଂସରେ 8ଟି ଛକା ଏବଂ 5ଟି ଚୌକା ମଧ୍ୟ ମାରିଥିଲେ। ହାମ୍ପଶାୟାର 50 ଓଭରରେ 9 ୱିକେଟ ହରାଇ 383 ରନ୍ କରିଥିବା ବେଳେ ଏହାର ଜବାବରେ ସକ୍ସେସ୍ ଦଳ 332 ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା, ଯାହା ଫଳରେ ହାମ୍ପଶାୟାର 51 ରନ୍ରେ ବିଜୟୀ ଲାଭ କରିଛି।